प्रिय दर्शक बंधु आजिर कहानी होउछि बापांक डायरी। से दिन सुनीता मैडम घर सजाड़ा समय ताको नजर जाई पड़ला एक पुराना डायरी उपरे। से डायरीटा को देखी ताको पाखक आनिले। ठीक पाखक आनिबा समय डायरी कौन गोटे कागज खंड गली पड़ला। से कागज खंडटी को गोटे देखती तो सेटा थिला एक फोटो, तांको स्वामींकर पिला बेलर फोटो। एवं डायरीटा टिके पृष्ठा उल्टे देखती तो जानिबा को पाइले जे डायरीटा तांको ससुरंकर। से डायरीटा को देखि कहीं के जानी तांकर बहुत इच्छा हैला पढ़िबा पई। टिके कौन लेखा है से डायरी रे टिके जानिबा पई तांकर बहुत इच्छा हैला। तेणुकर से डायरीटा को पढ़िबा आरंभ कले। से डायरीटा अधा पढ़िछंती कि नहीं तांको आखिरु लुह झरिबा आरंभ हैला। एते लुह झरछि जे से चाहिले भी लुह को अटकई पारु नाहंती। से डायरी रे लेखा थिला जे मु एक डाक पियन डाक ऑफिस रो एक तलिया कर्मचारी। मोर गोटे बोली पुओ ता ना होछि उमाकांत। उमाकांत सेतबेले बहुत छोट पिला थाए ओ बहुत दुष्ट हुए, बहुत दुष्टामी करे। एमती कि ता पई विभिन्न लोकंगठु विभिन्न प्रकार कथा सुनिबा को पड़े। तार ई चगलामी पई मु बहुत चिंतार पड़ जाइथिली। दिन मनस्ते कली ना जहाँ भी हो जिते कष्ट पड़ू पछे पुओ को नहीं मु हॉस्टेल छाड़देवी। हुए तो किछि मात्रा तार चगलामी रे सुधार आसी जाई पारे। ता व्यतीत मो पाखे अन्य किसी विकल्प ही न थाए। कष्ट तो बहुत हुए गोटे बोली पुओ। से जहाँ भी हो मो पुओ को नहीं दिने हॉस्टेल छाड़ी दे आसिली। छाड़ी दी जिते घर को आसिक पहुँचली मनटा आ बुझिला केमती अबा बुझिब। गोटे बोली पुओ ताकू नहीं मु हॉस्टेल छाड़देवी। मु कौन घरे शांति रही पारिबी, मुठाए शांति खाई पारिबी। बारंबार ता मुहटा आखि आगे नाची उठुची। कौन करिबी। आखिर लुह छातीर कोहकू चापी धरी सेमती चलिली। जेतेबेले भी ताको आनिबा को मोर इच्छा हुए आउ गोटे चिंता मते माड़ी आसे। पुओटीर उज्जवल भविष्यतर चिंता। पुओटीर उज्जवल भविष्यतर चिंता मो गोड़ दीटा को बांधि रखी था ता पाखक जीवा पाई। मन कष्ट करी मु सेमती रही दिन पर दिन गड़ी चली। जा हो एमती दिन गड़ी चलला परे दिने जानिबा को पाइली पुओ भल पाठ पढ़ी भल नंबर रखिछि। भल चाकरी खंडे करी शहर को चलीगला। सहर को चली जाई
ସେଠି ସେ ଚାକିରି ବାକିରି କରି ରହିଲା। ଯାହା ବି ହଉ ପୁଅ ଖୁସିରେ ରହିଲା, ଆମ ଖୁସି। ଦିନେ ଖବର ପାଇଲି ଯେ ପୁଅ ସେଠି ଗୋଟେ ଝିଅ ପସନ୍ଦ କରି ନିଜେ ନିଜ ଇଚ୍ଛାରେ ବାହା ହେଇଯାଇଛି। ମନଟା ଟିକେ ଭାରି ଦୁଃଖ ଲାଗିଲା। କେମିତି ହେବା ନ ଲାଗିବ, ଗୋଟେ ବୋଲି ପୁଅ ବାହା ହେଇଗଲା, ବାପା ମାଆଙ୍କୁ ଟିକେ ଖବର ବି ଦେଲାନି। ହଉ ଭଗବାନ କରନ୍ତୁ ସେ ଯୋଉଠି ବି ରହୁ, ଖୁସିରେ ରହୁ, ଭଲରେ ରହୁ। ଦିନେ ହଠାତ୍ ତା ମାଆର ଦେହଟା ଖରାପ ହେଲା। କିଛି ଆର୍ଥିକ ସହାୟତା ପାଇଁ ମୋ ପୁଅ ପାଖକୁ ଚିଠି ଖଣ୍ଡେ ଲେଖିଲି। ଚିଠି ଲେଖିବାର ଦିନେ ଗଲା, 2 ଦିନ ଗଲା, 3 ଦିନ ଗଲା, 7 ଦିନ ଗଲା। ତଥାପି ପୁଅ ପାଖରୁ କିଛି ପ୍ରତି ଉତ୍ତର ଆସିଲା ନାହିଁ। ସେମିତି ଦୁଃଖ କଷ୍ଟରେ ଭଗବାନଙ୍କୁ ଆଶ୍ରା କରି ଦିନ ଚାଲିଛି। ହଠାତ୍ ଦିନେ ଯନ୍ତ୍ରଣାରେ ଛଟପଟ ହେଇ ତା ମା ଏ ଦୁନିଆ ଛାଡ଼ି ସବୁଦିନ ପାଇଁ ଚାଲିଗଲା। କେମିତି କେଜାଣି ପୁଅ ଖବର ପାଇ ଗାଁକୁ ଆସିଲା। ଶେଷକୃତ୍ୟ ସାରି ଘରକୁ ଫେରିଲା ବେଳକୁ ପ୍ରାୟ ରାତି 8ଟା ହେବ। ମୁଁ ଚିନ୍ତା କଲି ପୁଅ ପାଖକୁ ଯିବି, କିଛି କଥା ହେବି। ପୁଅ ପାଖକୁ ମୁଁ ଯାଏ ତ ସେ କିଛି ଘରର ପୁରୁଣା ଜିନିଷ ସଜାଡ଼ୁଥିଲା। ବୋଧହୁଏ କିଛି ତା ମାଆର ସ୍ମୃତି କି ତାର କିଛି ପିଲାଦିନର ଜିନିଷ ସବୁ ସାଇତି ରଖୁଥିଲା। ମୁଁ ପୁଅକୁ ଯାଇ କହିଲି, ଏ ପୁଅ, ପିଲାଦିନର ରାଗ କ'ଣ ତୁ ଏବେ ଭୁଲିନୁ? ମୁଁ ପରା ତ ଭଲ ପାଇଁ ତତେ ନେଇ ହଷ୍ଟେଲ ଛାଡ଼ି ଦେଇଥିଲି। ଏତେ ରାଗିଛୁ ମୋ ଉପରେ, ଏତେ ଘୃଣା କରୁଛୁ ଏ ବୁଢ଼ା ବାପାଟାକୁ? ଆଉ ବା କେତେ ଦିନ ମୁଁ ବଞ୍ଚିବି? ଏଇ ତ ଚାହୁଁ ଚାହୁଁ ତୋ ମା ଚାଲିଗଲା। ଆଉ ଦିନ କେଇଟା ଭିତରେ ମୁଁ ବି ଚାଲିଯିବି। ତୁ କ'ଣ ମତେ କ୍ଷମା କରିବୁନି? ବାପା ହେଇ ମଧ୍ୟ ବିନା ଦୋଷରେ ବି ମୁଁ ପୁଅକୁ କ୍ଷମା ମାଗିଲି। ହେଲେ ସେ କ'ଣ ମୋ କଥା ଶୁଣିଲା? ସେଠୁ ମୁହଁ ଫେରାଇ ହଠାତ୍ ସେ ଜାଗାରୁ ସେ ଚାଲିଗଲା। ମୋ ଆଖିରୁ ଛଳ ଛଳ ହେଇ ଲୁହ ବୋହିଗଲା। କ'ଣ କରିବି? ଛାତିଟା ଯନ୍ତ୍ରଣାରେ ଫାଟି ପଡ଼ୁଥାଏ। ଶୁଣିଲି ସେମାନେ କାଲି କୁଆଡ଼େ ସକାଳୁ ସକାଳୁ ସହରକୁ ଚାଲିଯିବେ। ସେଠି ଯାଇ ତା ମାଆଙ୍କର ସେ କୋଉଠି କାମ କରିବ। ବହୁତ ଚିନ୍ତାରେ ଥାଏ। ସେଠୁ ଚିନ୍ତା କଲି ଯାଇ ଘର ବାରଣ୍ଡାରେ ଶୋଇପଡ଼ିବି। ଗୋଟିଏ ତ ଘର ବଖରା, ସେଇ ବଖରାକରେ ପୁଅ ବୋହୂ ନାତି ରୁହନ୍ତୁ। ସକାଳ ପାଇଲେ ତ ସେମାନେ ଚାଲିଯିବେ। ମୁଁ ଯାଇ ଘର ବାରଣ୍ଡାରେ ଶୋଇଗଲି। ଏତିକି ପଢ଼ି ସାରିଲା ବେଳକୁ ସୁନିତା ମ୍ୟାଡ଼ାମଙ୍କ ଆଖିରୁ ଲୁହ ବୋହି ଚାଲିଛି। ସେ ଆହୁରି ପୃଷ୍ଠା ଲେଉଟିଲେ, କିନ୍ତୁ ଆଉ କୌଣସି ପୃଷ୍ଠାରେ କିଛି ଲେଖା ନଥିଲା। ସେଦିନ ମନ ଦୁଃଖରେ ସୁନିତା ମ୍ୟାଡ଼ାମ ଘରେ ବସିଛନ୍ତି। ସନ୍ଧ୍ୟା ହେଲା। ସନ୍ଧ୍ୟାରେ ଉମାକାନ୍ତ ବାବୁ ଘରକୁ ଫେରିଲେ। ଘରକୁ ଫେରିବା ପରେ ସୁନିତା ମ୍ୟାଡ଼ାମ ଉମାକାନ୍ତ ବାବୁଙ୍କୁ ସବୁ କଥା କହିଲେ। ସବୁ କଥା ଶୁଣିଲା ପରେ ଉମାକାନ୍ତ ବାବୁଙ୍କର ଆଖି ମଧ୍ୟ ଲୁହରେ ଛଳଛଳ ହେଇ ଉଠିଲା। ସେ ସାଙ୍ଗେ ସାଙ୍ଗେ ଉଠି ଚାଲିଗଲେ ସେ ଡାଏରୀ ପାଖକୁ। ଡାଏରୀଟାକୁ ଆଣି ସବୁ ସେ ପଢ଼ିବାକୁ ଲାଗିଲେ। ସବୁ ପଢ଼ି ସାରିଲା ପରେ ଡାଏରୀଟାକୁ ଛାତିରେ କୁଣ୍ଢେଇ ଧରି ଜୋରରେ ଜାବୁଡ଼ି ଧରି କାନ୍ଦିବାକୁ ଲାଗିଲେ।
ମନେ ହେଉଥାଏ ଯେମିତି ବାପାଙ୍କୁ ସେ ତାଙ୍କ ଛାତିରେ ଜାବୁଡ଼ି ଧରିଛନ୍ତି। ଏବଂ ସେଦିନ ଚିନ୍ତା କଲେ ଯେ ନାଇଁ କାଲି ସକାଳୁ ଗାଁକୁ ଯିବେ, ଗାଁକୁ ଯାଇ ବାପାଙ୍କୁ ଦେଖା କରିବେ ଆଉ ବାପାଙ୍କ ଗୋଡ଼ ତଳେ ବସି ତାଙ୍କର ସବୁ ଦୋଷ ସବୁ ଭୁଲକୁ କହି ବାପାଙ୍କୁ କ୍ଷମା ଭିକ୍ଷା ମାଗିବେ। ସେଦିନ ଉମାକାନ୍ତ ବାବୁଙ୍କୁ ରାତି ସାରା ନିଦ ନାହିଁ। କେମିତି ସକାଳ ହବ ସେ ଗାଁକୁ ଯିବେ ଏ କଥା ଭାବି ଭାବି ଚିନ୍ତାରେ ତାଙ୍କ ଆଖିକୁ ନିଦ ହେଉନି। ସେଦିନ ରାତିରେ ସେ ସୁନିତା ମ୍ୟାଡ଼ାମକୁ ପଚାରିଲେ, ତମେ ଡାଏରୀଟା କେଉଁଠି ପାଇଲ? ସୁନିତା ମ୍ୟାଡ଼ାମ କହିଲେ, ସେଦିନ ମାଙ୍କ କାମରେ ଯେଉଁ ଆମେ ଗାଁକୁ ଯାଇଥିଲେ, ମାଙ୍କର କିଛି ସ୍ମୃତି ମୁଁ ସାଇଥିବା ସମୟରେ ବୋଧହୁଏ ବାପାଙ୍କର ଡାଏରୀଟା ବି ରଖିଦେଇଛି। ଆଉ ଆଜି ହଠାତ୍ ଡାଏରୀଟା ମୋ ନଜରରେ ପଡ଼ିଗଲା, ମୁଁ ଡାଏରୀଟା ପଢ଼ିଲି। ଗଲା ସକାଳ ହେଲା, ସେମାନେ ଗାଁକୁ ବାହାରି ଗଲେ। ଗାଁକୁ ବାହାରି ଯାଇ ଘରେ ପହଞ୍ଚିଲେ। ଘରେ ପହଞ୍ଚିବା ବେଳେ ଦେଖିଲେ ବାପା ସେହି ବାରଣ୍ଡାରେ ଶୋଇଛନ୍ତି। ଗୋଟେ ପତଳା ପୁରୁଣା ମଇଳା ଚାଦରଟେ ଘୋଡ଼ି ହେଇ ସେମିତି ଶୋଇଛନ୍ତି। ବାପାଙ୍କ ଗୋଡ଼ ତଳେ ବସି ପଡ଼ିଲେ ଉମାକାନ୍ତ ବାବୁ ଏବଂ ତାଙ୍କର ସବୁ ଭୁଲ ସବୁ ଦୋଷକୁ କହି ବାପାଙ୍କ ପାଦ ଦିଟାକୁ ଜାବୁଡ଼ି ଧରି କ୍ଷମା ଭିକ୍ଷା ମାଗିଲେ। ପ୍ରାୟ 30 ମିନିଟରୁ 45 ମିନିଟ ପରେ ବି ବାପାଙ୍କର କୌଣସି ଉତ୍ତର ଆସିଲାନି। ଉମାକାନ୍ତ ବାବୁ ଆଶ୍ଚର୍ଯ୍ୟ ହେଇ ବାପାଙ୍କ ମୁଣ୍ଡ ପାଖକୁ ଯାଇ ଦେଖନ୍ତି ତ ବାପା କିଛି କହୁନାହାନ୍ତି। ତାଙ୍କ ଚାଦରଟା ଖୋଲି ଦେଖିଲେ ବାପା ସେମିତି ଶୋଇ ରହିଛନ୍ତି। ଟିକେ ହଲଚଲ କରି ଦେଖିଲେ ବାପା ଆଉ ଆଖି ଖୋଲୁନାହାନ୍ତି କି କିଛି କହୁନାହାନ୍ତି। ବାପା ଆଉ ଏଇ ଦୁନିଆରେ ନାହାନ୍ତି। କେମିତି କେଜାଣି ସେଦିନ ରାତିରେ ବାପା ଶୋଉ ଶୋଉ ଚିରନିଦ୍ରାରେ ଶୋଇ ଯାଇଛନ୍ତି, ସବୁଦିନ ପାଇଁ ଏ ଦୁନିଆ ଛାଡ଼ି ଚାଲି ଯାଇଛନ୍ତି। ବାପାଙ୍କୁ ଜାବୁଡ଼ି ଧରି ବହୁତ ଜୋରରେ ଖୁବ୍ ଜୋରରେ କାନ୍ଦିଲେ ଉମାକାନ୍ତ ବାବୁ, ବହୁତ ଜୋରରେ କାନ୍ଦିଲେ। ହେଲେ କ'ଣ ହବ? ଆଉ କ'ଣ ବାପା ଉଠି ବସିବେ? ଯେତେ ଭୁଲ କ'ଣ ମାଗିଲେ ଆଉ କ'ଣ ବାପା ଶୁଣିବେ? ବାପା ଚାଲି ଯାଇଛନ୍ତି ସବୁଦିନ ପାଇଁ ଏ ଦୁନିଆ ଛାଡ଼ିକି। କାହାଣୀଟି ଭଲ ଲାଗିଥିଲେ ଆମ ଭିଡ଼ିଓକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଧନ୍ୟବାଦ।